ଟୁନି ତାର ଦିନ ରାତି ପରିଶ୍ରମ କରି ଆଖୁ କ୍ଷେତ କରିଥାଏ। ଆଉ ସେ ଆଖୁକୁ କାଟି ନେଇ ବଜାରରେ ବିକ୍ରି କରେ। ମିନୁ, ମୁଁ ଯାଉଛି ଆଖୁ କ୍ଷେତରେ ଥିବି। ତୁ ପଛରେ ମୋ ପାଇଁ ଖାଇବା ନେଇକି ଯିବୁ। ଆଉ ହଁ, କ୍ଷୀରଟା ବି ମନେ କରିକି ନେଇଥିବୁ। ହଉ ଠିକ୍ ଅଛି ମା। କିନ୍ତୁ ତାକୁ ଦେଖି ଅନ୍ୟ ଚଢ଼େଇମାନେ ବହୁତ ଈର୍ଷା କରନ୍ତି ଆଉ ଥଟ୍ଟା ପରିହାସ ମଧ୍ୟ କରନ୍ତି। ବିଚାରୀ ଟୁନି ସବୁବେଳେ ଖାଲି ପରିଶ୍ରମ କରୁଛି। ଆରେ ଆମେ ତ ଚଢ଼େଇ ଜାତି, ଫଳମୂଳ ଖାଇଦେଲେ ପେଟ ଶାନ୍ତି। ମଜାମସ୍ତି ନ କରି ଏତେ ପରିଶ୍ରମ କରିବା କ'ଣ ଦରକାର? ଜଙ୍ଗଲରେ ସବୁ ପକ୍ଷୀମାନେ କୁଟା କାଠିର ଘର କରି ରୁହନ୍ତି। କିନ୍ତୁ ପବନ ମେଘ ହେଲେ ସେ ଘର ଭାଙ୍ଗିଯାଏ। ଆଉ ସେଥିପାଇଁ ସେମାନଙ୍କୁ ପୁଣି ଆଉଥରେ ଘର ତିଆରି କରିବାକୁ ପଡ଼େ। ଦିନେ ଟୁନି ବାଉଁଶ କାଠ ଆଣି ସେଥିରେ ତା ଘର ତିଆରି କରିବାକୁ ଲାଗେ। ସେଇ ବାଟ ଦେଇ ମିଠି ଶୁଆ ଆଉ ଗୋରିକାଉ ଯାଉଥାନ୍ତି। ଆଲୋ ଏ ଟୁନି, ଏସବୁ ତୁ କ'ଣ ପାଇଁ କରୁଛୁ ବା? ତୁ କ'ଣ ଭାରି ପରିଶ୍ରମୀ ବୋଲି ଆମ ଆଗରେ ଦେଖେଇ ହଉଛୁ ନା କ'ଣ? ତୁ କ'ଣ ଭାବୁଛୁ ତୁ ଏକା ପରିଶ୍ରମୀ ଆଉ ଆମେ ବସିକି ଖାଉଛୁ? ଆରେ ମିଠି ଦିଦି, ଏସବୁ କଥା ମୁଁ ତୁମକୁ କେତେବେଳେ କହିଲି? ମୁଁ ତ ମୋ କାମ କରୁଛି। ଏମିତି ମଜବୁତ ଘର ତିଆରି କରିଦେଲେ ଏ ବର୍ଷା ଦିନ ଯିବା ପର୍ଯ୍ୟନ୍ତ ଘର ଆଉ ବାରମ୍ବାର ଭାଙ୍ଗିବନି। ଆଉ ଏମିତି ମଜବୁତ ଘର ତିଆରି କଲେ ଝଡ଼ ବତାସରେ ମଧ୍ୟ କିଛି ହବନି। ତୁମେମାନେ ବି ଏଠାରେ ଆଶ୍ରୟ ନେଇପାରିବ। ଥାଉ ଥାଉ, ସେତିକି ଥାଉ। ତୋ ଘର ଆମର ଦରକାର ନାହିଁ, କି ତୋର ସାହାଯ୍ୟ ଆମର ଦରକାର ନାହିଁ। ହେଇଠି କାଳୁ, ଆଜି ତ ତମେ କୁଆଡ଼େ ଗଲନି। ଯାଉନ ସେ ଟୁନିର ଆଖୁ କ୍ଷେତରୁ ଦିଟା ଆଖୁ ଉପାଡ଼ି ଆଣିବ। ଆଲୋ ଏ ଗୋରି, ସକାଳେ ପା ତୁ ତାକୁ ଯାଛାତା କହିକି ଆସିଛୁ, ପୁଣି କୋଉ ମୁହଁରେ ତା ଆଖୁ ଚୋରି କରିବାକୁ କହୁଛୁ? ମଲା, ସେ କ'ଣ ଦେଖୁଛି ନା କ'ଣ? ହଉ ଠିକ୍ ଅଛି, ତମେ ନ ଯାଅ, ମୁଁ ଯାଉଛି, ହେଲେ ତମକୁ ଜମା ଦେବିନି। ଏମିତି କହି ଗୋରିକାଉ ଟୁନିର ଆଖୁ ଚୋରି କରିବାକୁ ଯାଏ। ସେ ଯେମିତି ଦୁଇଟି ଆଖୁ ଉପାଡ଼େ, ସେତିକି ବେଳେ ଏକ କଳା ସାପ ଆସି ତା ଗୋଡ଼କୁ କାମୁଡ଼ି ଦିଏ। ଆରେ ବାପ୍ରେ, ଆରେ ବାପ୍ରେ, ସାପ, ସାପ ମୋ ଗୋଡ଼କୁ କାମୁଡ଼ି ଦେଲା। ଗୋରିକାଉ ଆଖୁ ଫୋପାଡ଼ି ଘରକୁ ଉଡ଼ିଯାଏ। କାଳୁ, ଏ କାଳୁ, ମତେ ଗୋଟେ ସାପ କାମୁଡ଼ି ଦେଲା, ମତେ ଶୀଘ୍ର ଡାକ୍ତରଖାନା ନେଇ ଚାଲ। ତାପରେ ସକାଳ ହୁଏ ଆଉ ଟୁନି ତା କ୍ଷେତକୁ ଯାଇ ସେହି ସାପକୁ କ୍ଷୀର ପିଇବାକୁ ଦିଏ। ସେହି ବାଟ ଦେଇ କାଳୁ କାଉ ଯାଉଥାଏ ଆଉ ସେ ସେହି ସାପକୁ ଦେଖିଦିଏ। ଆରେ ହେ, ଇଏ ତାହେଲେ ସେ ସାପକୁ କ୍ଷୀର ଦେଇ ପୋଷୁଛି ତା ଆଖୁ କ୍ଷେତକୁ ଜଗିବା ପାଇଁ। ଆଚ୍ଛା ଆଚ୍ଛା, ରହ ରହ, ମୋ ବାଡ଼ି କୁଆଡ଼େ ଗଲା? କାଳୁ କାଉ ଗୋଟିଏ ବାଡ଼ି ଆଣି ସେ ସାପକୁ ବାଡ଼େଇବାକୁ ଯାଏ। ଆଜି ମୁଁ ତତେ ମାରିଦେବି। ଆରେ କାଳୁ ଭାଇ, ରହିଯାଅ, ତାଙ୍କୁ ବାଡ଼ାଅନି। ଏ ସାପ ମୋ ସ୍ତ୍ରୀକି କାମୁଡ଼ିଛି, ମୁଁ ତାକୁ ଛାଡ଼ିବିନି। ରୁହ କାଳୁ ଭାଇ, ସେ ସାପ ନୁହନ୍ତି। କ'ଣ କହିଲୁ? ତୁ କ'ଣ କାଣି ନା ଅନ୍ଧୁଣୀ? ତତେ କ'ଣ ଦେଖାଯାଉନି ନା କ'ଣ? ହଁ କାଳୁ ଭାଇ, ମତେ ସବୁ ଦେଖାଯାଉଛି। ସେ ସାପ ନୁହନ୍ତି, ସେ ହେଉଛନ୍ତି ମୋ ସ୍ୱାମୀ ରାଜୁ। ତୁ କ'ଣ ମତେ ପାଗଳ ଭାବିଲୁ ନା କ'ଣ? ଇଏ ତୋ ସ୍ୱାମୀ? ହେଲେ ତୁ ତ କହୁଥିଲୁ ତୋ ସ୍ୱାମୀକୁ ସାପ କାମୁଡ଼ି ଦେଲା ଆଉ ସେ ମରିଗଲା। ଓ, ତାହେଲେ ସାପ କାମୁଡ଼ିବାରୁ ରାଜୁ ଆଜି ସାପ ହେଇଯାଇଛି ନାଇଁ? ନାଇଁ ଭାଇ, ତାଙ୍କୁ ସାପ କାମୁଡ଼ି ନଥିଲା, ତାଙ୍କୁ ଏକ ନାଗୁଣୀ ଅଭିଶାପ ଦେଇଥିଲା। ଦିନେ ଆମେ ପାହାଡ଼ ଉପରକୁ ଖାଦ୍ୟ ଆଣିବାକୁ ଯାଇଥିଲୁ ଆଉ ସେଠାରେ ଏକ କଳା ନାଗୁଣୀକୁ ନାଚୁଥିବାର ଦେଖିଲୁ। ତାକୁ ଦେଖି ରାଜୁ ଟିକେ ହସିଦେଲେ ଆଉ ସେଇ ରାଗରେ ସେ ନାଗୁଣୀ ତାଙ୍କୁ ଅଭିଶାପ ଦେଇଦେଲା।
ଆଉ କହିଲା ଯେଉଁଦିନ ସବୁ ପକ୍ଷୀମାନେ ତୋଠୁ ସାହାଯ୍ୟ ମାଗିବେ ସେହିଦିନ ତୋ ସ୍ୱାମୀ ଏ ଅଭିଶାପରୁ ମୁକ୍ତ ହେବ। ହଠାତ୍ ସେହିଦିନ ଆକାଶରେ କଳା ବାଦଲ ଚାଲେ ଆଉ ଜୋରରେ ମେଘ ପବନ ହୁଏ। ସବୁ ପକ୍ଷୀମାନଙ୍କର ଘର ଭାଙ୍ଗିଯାଏ, କିନ୍ତୁ ଟୁନି ଚଢ଼େଇର ବାଉଁଶ ଘର ସେମିତି ରହିଥାଏ। ଆଉ ସବୁ ପକ୍ଷୀମାନେ ଟୁନି ଘରକୁ ଚାଲି ଆସନ୍ତି। ଟୁନି ସବୁ ପକ୍ଷୀମାନଙ୍କୁ ତା ଘରେ ଆଶ୍ରୟ ଦିଏ। ଟୁନି, ତୁ ଆମକୁ କ୍ଷମା କରିଦେ। ତତେ ଆମେ କେତେ ଥଟ୍ଟା କରିଥିଲୁ, ହେଲେ ତୁ ଆମକୁ ପୁଣି ଆଶ୍ରୟ ଦେଲୁ। ତତେ ଅନେକ ଅନେକ ଧନ୍ୟବାଦ। ନାଇଁ ମିଠି ଦିଦି, ଧନ୍ୟବାଦ ତ ମୁଁ ତୁମକୁ ଦେବି, କାରଣ ତୁମେମାନେ ମୋତେ ସାହାଯ୍ୟ କରିବାରୁ ମୋ ସ୍ୱାମୀ ଅଭିଶାପରୁ ମୁକ୍ତ ହେଲେ। ତାପରେ ଟୁନି ସବୁ ପକ୍ଷୀମାନଙ୍କୁ ତାର ସବୁ ସତ କଥା କହିଦିଏ।